ଉଚ୍ଚ ପରିବାରରୁ ଆସିଥାନ୍ତେ, ଗୋଟେ ପରିବାରରୁ ଆସିଥାନ୍ତେ। ଇଏ ଚାହା ବିକାଳି ପୁଅ, ପରିବା ବିକାଳି ପୁଅ। ୟା ବାପା ଚାହା ବିକ୍ରି କରୁଥିଲା, ଇଏ ଚାହା ଫେଣ୍ଟିକିରି ବିଣ୍ଡି ଯାଇ। ଇଏ କଣ ଜାଣିବ ଗାନ୍ଧୀଙ୍କ ବିଷୟରେ? ଇଏ କଣ ଗୁରୁ ଦିବସ ବିଷୟରେ ଜାଣିବ? ଏ ନେହେରୁ ପରିବାରକୁ ଗାନ୍ଧୀ ପରିବାର ଲୋପ କରିବାକୁ ବସିଛ। ସ୍ୱାଧୀନତା ଆଣିଛନ୍ତି ଗାନ୍ଧୀ ଆଉ ପଣ୍ଡିତ ନେହେରୁ। ଯାହା ବିକାଶ ହେଇଛି ପଣ୍ଡିତ ନେହେରୁ ତାକୁ ଲୋପ କରିଦବ। ହେଇଯାଇଛ ଗୋଟେ ହେଇଯାଇଛ। ଏହା ବୋଲି ପୂଜ୍ୟ ପୂଜାକୁ ତମେ ଗୋଇଠା ମାରିବ, ଗାନ୍ଧୀକି ଗୋଇଠା ମାରିବ, ନେହେରୁକୁ ଗୋଇଠା ମାରିବ, ଇନ୍ଦିରା ଗାନ୍ଧୀ ଗୋଇଠା ମାରିବ। କମିଟି କୋଠିଆ ଯିବୁ, ନିଜେ ତଦାରଖ କରିବୁ, ନିଜେ ସୁପରଭିଜନ କରିବୁ। କେତେ ଆନ୍ଧ୍ର ମାଡ଼ି ଆଇଛି, କଣ ଲୋଭ ଦେଖେଇଛି, ସବୁ ପ୍ରକାର ତଦନ୍ତ କରିବୁ। ମୁଖ୍ୟମନ୍ତ୍ରୀ ବସି କୋଠିଆ ଭାଇ, ଓଡିଆ ଭାଇ, ତାକୁ ଆମେ କୋଠିଆ ମାଟି, ଓଡିଆ ମାଟି ରଖିବୁ, ତାକୁ କେହି ନେଇପାରିବେନି। ଏଟା ଅତି ଦୁଃଖଦାୟକ ଘଟଣା। ଏ ଯଦି ଗୋଟେ ଉଚ୍ଚ ପରିବାରରୁ ଆସିଥାନ୍ତେ, ଗୋଟେ ଫ୍ରିଡମ ଫାଇଟର ପରିବାରରୁ ଆସିଥାନ୍ତେ। ଇଏ ଚାହା ବିକାଳି ପୁଅ, ପରିବା ବିକାଳି ପୁଅ। ୟା ବାପା ଚାହା ବିକ୍ରି କରୁଥିଲା, ଇଏ ଚାହା ଫେଣ୍ଟିକିରି ବିଣ୍ଡି ଯାଇନି। ଇଏ କଣ ଜାଣିବ ଗାନ୍ଧୀଙ୍କ ବିଷୟରେ? ଇଏ କଣ ଗୁରୁ ଦିବସ ବିଷୟରେ ଜାଣିବ? ଇଏ କଣ ଜାଣିବ ପଣ୍ଡିତ ନେହେରୁଙ୍କ ବିଷୟରେ? ଇଏ ଜନ୍ମ ହେଇନଥିଲା, ଶିଶୁ ଦିବସ ପାଳନ ହଉଛି। ଏ ନେହେରୁ ପରିବାରକୁ ଗାନ୍ଧୀ ପରିବାର ଲୋପ କରିବାକୁ ବସିଛ। ସ୍ୱାଧୀନତା ଆଣିଛନ୍ତି ଗାନ୍ଧୀ ଆଉ ପଣ୍ଡିତ ନେହେରୁ। ଯାହା ବିକାଶ ହେଇଛି ପଣ୍ଡିତ ନେହେରୁ ତାକୁ ଲୋପ କରିଦବ। ଗୁରୁ ଦିବସ ବନ୍ଦ କରିଦବ, ଏମିତି ବନ୍ଦ କରିଦବ, ଜଳିଯିବ। ଏ ଧର୍ମ ଜାଳିଦବ। ହେଇଯାଇଛ ଗୋଟେ ହେଇଯାଇଛ। ଏହା ବୋଲି ପୂଜ୍ୟ ପୂଜାକୁ ତମେ ଗୋଇଠା ମାରିବ, ଗାନ୍ଧୀକି ଗୋଇଠା ମାରିବ, ନେହେରୁକୁ ଗୋଇଠା ମାରିବ, ଇନ୍ଦିରା ଗାନ୍ଧୀ ଗୋଇଠା ମାରିବ। ୟାର ଜବାବ ଜନସାଧାରଣ ଦେବେ, ଧର୍ମ ଦବ। ଅପେକ୍ଷା କର। କିଛି ନା ଏ କେବଳ ଡ୍ରାମା। ନେହେରୁଙ୍କ ନାଁକୁ ଲୋପ କରିବା ପାଇଁ, ଗାନ୍ଧୀଙ୍କ ନାଁକୁ ଲୋପ କରିବା ପାଇଁ ଗାନ୍ଧୀ ଯୋଜନା, ନେହେରୁ ଯୋଜନାକୁ ନଷ୍ଟ କରାଯାଉଛି, ବଦନାମ କରାଯାଉଛି। ଗାନ୍ଧୀକି ନେହେରୁଙ୍କୁ ଦୁଃଖଦାୟକ।